ଅଛି। ତମେ ତା ସ୍ତ୍ରୀ ହେଲେ ମୁଁ ତା ସାନ ଭାଇ। ତମରି ତା ସହିତ ଯେତିକି ସମ୍ପର୍କ ଅଛି ମୋର ବି ସେତିକି ଅଧିକାର ଅଛି। ହେଲେ ତମେ ମତେ ଅଟକେଇବାକୁ କିଏ? ତମେ ତା ସ୍ତ୍ରୀ ହେଲେ ମୁଁ ତା ସାନ ଭାଇ। ତମରି ତାର 2 ମାସର ସମ୍ପର୍କ ଆଉ ଆମ ସମ୍ପର୍କ ଦୀର୍ଘ 25 ବର୍ଷର। মতে এমিতির জমা বি বিরক্ত করনা যেতে শীঘ্র পারুছে ঘর ছাড়ি চালিযা তা নহলে কোন করে তুমি পারিবি দেখ মু তো অবস্থায় ফোন করব তুই কোন আসিস? আর কোন কাম আছে ମୋ ପାଖରେ? আর ତମେ ମାନେ ମତେ କୋନ ଶାନ୍ତି ଟିକେ ବଞ୍ଚିବାକୁ ଦବନି? ତୁ ଏମିତି ନିଷ୍ଠୁର ହେଇଯାନ ରେ ଭାଇ। ମୁଁ ତତେ ହାତ ଯୋଡ଼ି ନେହୁରା ହଉଛି। কোন এই না ভাই গরম দেখুতলু পুরা নরম হয়ে গেল জানো এই ছোট মানুষ করে রেশন দেওয়া হবো। এই ছোট মানুষ রেশন দেওয়া গলে তবে গোটে কাম কর তবে ইন্টার ফ্যামিলিটাকে এইঠিকি ডাকি দিও আর সেମାନଙ୍କ ପାଇଁ ଗୋଟେ ଦିନ ଜିଅନ୍ତା ଛୁଟି ଆଇছো ତା ନହେଲେ ଏ ଛୋଟ ବୁଢା ତମକୁ କେବେ ବି ଶାନ୍ତିରେ ବଞ୍ଚିବାକୁ ଦେବେନି। ସେମିତିରେ ବି এই ছোট ଲୋକମାନଙ୍କର ବଞ୍ଚିବା ମରିବା ସମାନ ହେଇଯାଇছিল। ଏ ଭାଇ ଯୋଉଦିନ ତୁ ପର କରି ଆମକୁ ଚାଲି ଆସିଲୁ ଆମ ଶ୍ରୀମନ୍ଦିର ପରି ଘରଟା ଆମ ଶାଢୀ ପାଲଟି ଆଉ ଯାହାକୁ ତୁ ପିଲାଦିନେ ଭାଉଜ ବୋଉ ବୋଲି ଡାକୁଥିଲୁ ତୋରି କଥା ଭାବି ଭାବି ସେ ଖାଇବା ଛାଡିଦେଲାଣି। ଆଉ ତୋ ଭାଇଟା ଢୋଲ ବଜେଇ ବଜେଇ তোতে ডাক্তার করেছি। সে ভাইটা তোতে ঝুরি ঝুরি বাইয়া বাতুড়া করি বন্ধ করবে যেতে শীঘ্র পারুছ দরওয়ান ডাকি এটাকে ঘর বাহার করে দিও। দরওয়ান ডাকা দরকার নাই কি মতো ঘর বাহার করা দরকার নাই। ମୁଁ ଆପେ ଚାଲିଛି ହେଲେ ଭାଇ ଆଜି ଯଦି ମୁଁ ଏଠୁ ଖାଲି ହାତରେ ଚାଲିଯାଏ ସତ କହୁଥିଲୁ ଭାଇ ଆମେ ସମସ୍ତେ ଜିଅନ୍ତା ଭାସିଯିବୁ। ତୁ କଣ ଆମ ପାଇଁ ଜିଅନ୍ତା ଶୁଦ୍ଧି ହେବୁ? ସତ କହୁଥିଲୁ ଭାଇ ଆମେ ସତକୁ ସତ ଜୀବନ ହାରିଦବୁ। আরে তোর জীবনে তো আখার আত্মহত্যা করবি। ভাই ମୋ କଥା ଟିକେ ଶୁଣ ଭାଇ। ତୁ ଯଦି ଆମକୁ ସାହାଯ୍ୟ ନ କରିବୁ କାଲି ସକାଳେ ଆମ ଘରଟା ନିଲାମ ହେଇଯିବ। ନିଲାମ ହେଇଯାଉ ସେଥିରେ କିଛି ଫରକ ପଡିବନି। ଭାଇ ତୁ ଏମିତି ବଦଳି ଯାଆନା ରେ ଭାଇ। और ଏମିତି ବଦଳିବା ରୂପ ଦେଖିଲେ ଗଛ ଉପରେ ବସିଥିବା ବହୁରୁ ବି ଏଣ୍ଡୁ ମାନେ ଆତ୍ମହତ୍ୟା କରିଦେଲେ। ସ୍ୱାର୍ଥପର ହେଇଯାଏ ସ୍ୱାର୍ଥପର ହେଇଯାଏ। अरे बच्चा कौन बोलू तू सालों बड़े सबको करो हाँ हाँ ସ୍ୱାର୍ଥପର ନ ହେଇଥିଲେ ତା ପାଇଁ ତୁମମାନଙ୍କର ସର୍ବସ୍ୱ ଚାଲି ଯାଇଛି। ତା ପାଇଁ ତୁମମାନେ କାଲି ସକାଳେ ଦାଣ୍ଡରେ ଭିକାରୀ ହେବାକୁ ବସିଛନ୍ତି। ତା ପାଇଁ ତୁମମାନଙ୍କର ଜାଗା ବାଡ଼ି ଘର ଦ୍ୱାର କାଲି ସକାଳେ ନିଲାମ ହେବାକୁ ବସିଛି। ସେମାନଙ୍କ କଥା ବୁଝୁନି ଏ ଗୋଟେ ସ୍ୱାର୍ଥପର ନୁହେଁ ଏଇଟା ଗୋଟେ ବେଇମାନ। ସ୍ୱାଭିମାନ ଅଛି ଟଙ୍କା ତ ନିଜେ ଯୋଗାଡ଼ କରିଦଉନୁ ମତେ ଆଜ୍ଞା ଆସିଛୁ। अबे सुन टंका যদি তোর এতে নিহাতি দরকার তাহলে যা ঘরে তোর বলে সুন্দরী ভাউজ আছে তো ভাউজକୁ ନେଇ ମୁଁ ବେଶ୍ୟା ପଡା ବିକ୍ରି କରିଦବା।
ଆଖି ସାମ୍ନାରେ ଭାବୁଛ କେମିତି ମତେ ମାଡ଼ ମାରୁଛ। ଆରେ ତୋରି ଭଳି ମାଡୁଆ ମାଡ଼ ଖାଇବା ଦରକାର। ଆମେ ଗଲୁ ମା ମାର ଭାଇ ମା ଆଜି ତୁ ଯେତେ ପାରୁଛୁ ମା ଆଜି ମୁଁ ସହିଯିବି ହେଲେ ମତେ 8 ଲକ୍ଷ ଟଙ୍କା ଦେ। ଥରେ ମନେ ପକା ଯୋଉ ଘରେ ଆମେ ଛୋଟରୁ ବଡ ହେଇଛେ ଯୋଉ ଘରେ ଆମର ହେନ୍ତୁଳି ଚଳିଥିଲା ସେ ଘରଟା କାଲି ସକାଳେ ନିଲାମ ଆମେ କଣ ସହିପାରିବା। আরে ছোট দাদা বলে রে ঘর জীবু না তন্তি মানে তোদের ঘর বিদা করে দেবে। ନାଇଁ আরে ମୁଁ ଦେବିନି ମୋତେ ଟଙ୍କା ନଦେଲେ ଏଇଠୁ ଗୋଟାଏ ପାଦ ବି ହଟାଇବିନି। লাগুতে যে ঘর ছাড়ি ভলেলে জীবন মাড্ড খাইসারা পর বাহারে ତମେ କହିଲେ ମୋବାଇଲ ମତେ ଟଙ୍କା ଦବ আবে মো বড় ଆମ ଘର କାଟିଲା ମୋର ରକ୍ଷା ପାଇଯିବ। আবে মো বড় তুমি আমার বড়াতে দেখে মতে গোবর করে দিও আবে বড় ছাড়ে ମାଡ଼ ମାରିଲ ସହିଲି ଗୋଇଠା ମାରିଲ ତାକୁ ବି ସହିଲି ଅଛୁଆ କହିଲ ନୀରବ ରହିଲି। ଭାଉଜ ମୁଁ ତମକୁ ଗୋଟାଏ ପ୍ରଶ୍ନ ପଚାରିବି ତାର ଉତ୍ତର ଦେଇପାରିବ ଭାଉଜ? ମୁଁ ତମକୁ ଛୁଇଁଦେଲି ବୋଲି ତମେ ଗୋବର ପାଣି ପିଇବ ବୋଲି କହିବ ହେଲେ ମୋ ଭାଇ ସହ ଯେତେ ଥର ମିଶିଛ ଯେତେ ଥର ଦିଅକୁ ଦିଅ ବଜେଇଛ କେତେ ଥର ଗୋବର ପାଣି ପିଇଛ। কত ভারী যা ও আচ্ছা নস্ত্রী কপাল নেবো देखो रे दुनिया वाला आखी फाड़ी की देखो ये नीला रंग रंगीन हेतुआ सुंदर छुआटा आजी केंदी जंगल राजा पाल्टी जाए दिन आसीबो राति आसीबो ए सुंदर छुआटा निश्चय भोगिबो। ଆଉ ଠିକ ସେତିକି ବେଳେ ଶୃଗାଳ ମାନେ ହିଁ ତାକୁ ବଞ୍ଚାଇଲେ। ଦୁଃଖର କଥା ଏତିକି ଯେ
ସେତେବେଳକୁ ମୋ ବଡ ଭାଇ ମୋ ପାଖରେ ଥିବ କି ନାଇଁ ମୁଁ ଜାଣିନି। କାହିଁକି ବେ କାହିଁକି ମୋ ସଂସାର ନିଆଯାକୁ ଆସିଛୁ? ତୁ କଣ ଜାଣିପାରୁନୁ ଏଟା କେତେ ଖୁସିରେ ଅଛି? ଆଉ ମୋ ଖୁସି କଣ ତୁ ସହିପାରୁନୁ? ଖୁସିରେ ରହ ରେ ଭାଇ, ଶାନ୍ତିରେ ରହ। ଆମେ ପୁରା ସବୁ ହସ ଖୁସି ତୋତେ ଦାନ କରିଦେଇଛୁ। ଆମ ହସ ଖୁସି ନେଇ ତୁ ଖୁସିରେ ରହ, ଶାନ୍ତିରେ ରହ, ଖୁସିରେ ରହ। ভাই তুমি এটি ତତେ ମୋ ଭଉଣୀ କହିବାକୁ ଲାଜ ଲାଗୁଛି। ଆଉ ଯେଉଁ ଦେଶରେ ନାରୀ ମାନଙ୍କୁ ମାନ ସମ୍ମାନ ଦିଆଯାଏ ସେ ଦେଶର ନାରୀ ହେଉଛନ୍ତି ମତ। ଆଉ ଯେଉଁଠି ଲକ୍ଷ୍ମୀ ମାନ ଆସନ ଦିଆଯାଏ ସେ ରଖିବା ଜିନିଷ ସତ ଅବସ୍ଥାରେ। ତୁ ଭଲ ଭାବରେ ଥିବ ତମ ଡାଡି କୁ ଡାକିବୁ। ହଁ ନିଜ ସ୍ୱାମୀକୁ ଡରେ ଘଣ୍ଟେ ମେଢା ସଜାଇ ରଖିଛୁ ବୋଲି ଭାବିକି ମତେ ମେଢା ସଜାଇ ରଖିବ ବୋଲି ପଇସା ମାରି ନିଜ ସୁନ୍ଦର ସ୍ତ୍ରୀ ପାଖେ ମେଢା ପାଲଟି ଗଲ। ତୁମର ଏ ମହାନତା ପାଇଁ ତୁମକୁ କଣ କହିବି? ପୁରୁଷ ଜାତି ପାଇଁ କଳଙ୍କ କହିବି ନାଇଁ ପୁରୁଷ ସମାଜ ପାଇଁ ଗୋଟେ ଅଭିଶାପ୍ତ ବୋଲି ଭାବିନେବି। ଜୟ ମା କାଳେ। ତୁ ହେଉଛୁ ଏ ଘର ପାଇଁ ଗୋଟେ କଳଙ୍କ, ଆଉ ମୋ ପାଇଁ ଏକ ଅଭିଶପ୍ତ। ଇଚ୍ଛା ହେଉଛି ଗୁଳି କରି ମାରିଦେବାକୁ। ସେଦିନ ରାମାୟଣ ତଳସୀର ଯେମିତି ମୁକ୍ତି ପାଇଁ ଚିତ୍କାର କରୁଥିଲା, ଆଜି ମଧ୍ୟ ମୁଁ ଏ ରାକ୍ଷସ ପରି ମୁକ୍ତି ପାଇଁ ଚିତ୍କାର କରୁଛି। ମାରିଦିଅ ମତେ ବାପା, ମାରିଦିଅ। ଆବଶ୍ୟକ ପଡ଼ିଲେ ମୁଁ ତତେ ମାରିଦେବି। ଏ ମାଗୁଣି ମୋର ରାଜସ୍ଥାନ ଯେ କଣ୍ଟା ହେଇଛି ସେ ମରିଛି। ତୁ ମଧ୍ୟ ସେଥିରୁ ତ୍ରାହି ପାଇବନି। ତଥାପି ମୁଁ କହିବି ପ୍ଲିଜ ଦାଡ଼ି ଏ ବାପା ରାସ୍ତାକୁ ଛାଡ଼ି ଭଲ ରାସ୍ତାକୁ ଚାଲି ଆସନ୍ତୁ। କାରଣ ବାପାର ଅଧା କାମ ଫଳ ବଡ଼ ପୁଅକୁ ଭୋଗିବାକୁ ପଡ଼ିଥାଏ। ଏବେ ବି ସମୟ ଅଛି, ସୁଧୀରି ଯାଅ ଦାଡ଼ି। ସମୟ ଆସିବ ତେବେ ନିଶ୍ଚୟ ପସ୍ତାଇବ। ଏଇଟା ଗୋଟେ କୁଳ କଳଙ୍କ। ଏଇଟା କେତେବେଳେ ଯେ ମୋ ହାତରୁ ମରିଯିବ ତାହା କିଛି ଗ୍ୟାରେଣ୍ଟି ନାହିଁ। ତମେ ଯଦି ଠିକ ସମୟରେ ଆସିନଥାନ୍ତ ତାହେଲେ ଭାଇ ବକର ହିଁ ମୁଣ୍ଡଟା ଖରାପ କରିଦେଇଥାନ୍ତା। ତୁ ବ୍ୟସ୍ତ ହେବା ଶାସ୍ତି, ମୁଁ ତାର ସେ କଥାକୁ ପାଟିଟାକୁ ବହୁତ ଶୀଘ୍ର ବନ୍ଦ କରିଦଉଛି। ଯଦି ଆସିବାର ଅଛି ଏକୁଟିଆ ବେଳିଆ ଏଇ ଲୋକଙ୍କ ଗହଳି ଭିତରେ ବସି ମତେ ଆଉ ଲୋକ ହସା କରେ ନା। ବିଚରା ମୁହଁ ମୋ ପିଠି ଥାପୁଡି ଦେଇ କହିଲା
କଣ କରିବି ବନ୍ଧୁ? ଏଇ ଲୋକଙ୍କ ଗହଳି ଭିତରେ ତତେ ବା ମୁଁ ଏକା ଦେଖୁଛି, ନ ଆସି ରହିପାରୁନି। ସମୟ ବଦଳି ଏମିତି ଜାଗାରେ ଠିଆ କରିଦେଲା ଯେ ନା ମୁଁ ମୋ ସ୍ତ୍ରୀର ହୋଇପାରିଲି, ନା ମୁଁ ମୋ ଭାଇ ଭାଉଜର ହେଇପାରିଲି। ଏକା ଏଇ ଲୋକଙ୍କ ଗହଳି ଭିତରେ ଏକା ଏ ଅନ୍ଧାର